हरिनाम श्रृंखलाରେ ଆମେ ଶ୍ରବଣ କରୁଥିଲେ କି ଆମ ଉଦ୍ଦେଶ୍ୟରେ ଶୁଦ୍ଧତା ଦରକାର ଥାଏ। ଉଦ୍ଦେଶ୍ୟରେ ଶୁଦ୍ଧତା ଦରକାର ଥାଏ ଅର୍ଥାତ୍ ଆମେ କଣ ପାଇଁ ଭକ୍ତି କରୁଛେ, କଣ ପାଇଁ ଭଗବାନଙ୍କୁ ଡାକୁଛେ, ତ ସେଇଟା ଆମକୁ ବହୁତ କ୍ଲିଅରଲି ଜାଣିବାର ଅଛି। ସେଇ ଅନୁସାରେ ଆମର ସେବା, ସେଇ ଅନୁସାରେ ଆମର ମନୋଭାବ ଆଉ ସେଇ ଅନୁସାରେ ଆମର ସବୁ କାର୍ଯ୍ୟ ଆଲାଇନ ହେବା ଦରକାର। ଆଉ ବିଭିନ୍ନ ସମୟରେ ଆମ ରାସ୍ତାରେ ଅବଷ୍ଟାକଲ ବାଧା ଆସେ, ବିଭିନ୍ନ ପ୍ରକାର ଏତିକି ଭକ୍ତି ମାର୍ଗରେ ବିଶେଷତା ବିଭିନ୍ନ ପ୍ରକାର ଅପରାଧ ଇତ୍ୟାଦିର ଅନର୍ଥ ଇତ୍ୟାଦିର ବାଧା ଆମକୁ ସାମ୍ନା କରିବାକୁ ପଡେ। ତ କାଲି ମୋର ଯିଏ ଶିକ୍ଷା ଗୁରୁ, ମୋର ଯିଏ କାଉନସିଲର ଅଛନ୍ତି ବିପା ସୁନ୍ଦରନାଥ ଦାସ ପ୍ରଭୁ ଆଉ ଜଗନ୍ନାଥପୁରୀ ପ୍ରଭୁ ସେ ଆସିଥିଲେ। ସେମାନେ ତ ଅମରାବତୀରେ ରୁହନ୍ତି। ଯଦିବା ସେମାନେ ଓଭର ଦ ଫୋନ ସବୁବେଳେ ମୋ ସାଙ୍ଗରେ କନେକ୍ଟେଡ ଥାନ୍ତି। କାଲି ସେ ଯେତେବେଳେ ମୋ ରୁମକୁୁ ଆସିଥିଲେ, ଭୁବନେଶ୍ଵରରେ ମୁଁ ରହୁଛି, ତ ରୁମକୁୁ ଆସିଥିଲେ ସେତେବେଳେ ସେ ବହୁତ ବଢିଆ ବଢିଆ ଜିନିଷ ସେୟାର କଲେ। ମୁଁ ସବୁବେଳେ ସେଥିପାଇଁ ହାୟର ଡିଭୋଟିଙ୍କ ସଙ୍ଗ କଲେ ଆମକୁ ସ୍ପିରିଚୁଆଲି ରିଜୁଭନେଟ ଲାଗେ। କି ଲାଗେ କି ନାଇଁ ଭକ୍ତିରେ ଆଶା ଅଛି, ସାହାରା ଅଛି, ବିଭିନ୍ନ କିଛି ଜିନିଷ ଅଛି, ଆହୁରି ଷ୍ଟ୍ରେଂଥ ଫିଲ୍ ହୁଏ। ହେଲେ ଆମେ ଭୌତିକ ଜଗତରେ ନିରାଶ ହେଇଯାଆନ୍ତି। ଆଉ କୌଣସି ଆଶ୍ରୟ ବି ନଥାଏ ଭୌତିକ ଜଗତରେ। କିନ୍ତୁ ଏଥିପାଇଁ ଉନ୍ନତ ସାଧୁ ମାନଙ୍କର ସଙ୍ଗ କଲେ ଯାହାଙ୍କୁ ଆମେ ନିଜେ ଆଇଡିଅଲ ଭାବନ୍ତି ତାଙ୍କର ସଙ୍ଗ କଲେ ଆମକୁ ଆମର ଆଶା ଟା ଆହୁରି ଉଜ୍ଜୀବିତ ହେଇକି ରହେ। ଆଉ ସେତିକି ସେଲ୍ଟର ଫିଲ୍ ହୁଏ। ଆଉ ବିଭିନ୍ନ ଯୋଉ ନିଶକ୍ ଥାଏ ଆବଜର ହୁଏ, ସକବଜର ସକଆବଜର ହୁଏ। ତ ବିଭିନ୍ନ ପ୍ରଶ୍ନ ପଚାରିଲେ ପ୍ରଭୁଜୀଙ୍କୁ କି ଏଇଭଳିଆ ପ୍ରୋବ୍ଲେମ ମତେ ହଉଛି। ଆଉ ଏଇ ସବୁ ଅନର୍ଥ ମୋର ହାର୍ଟରେ ଅଛି। ବିଶେଷ କରିକି ପଚାରିଲି କି ଆମେ ଦୁନିଆରେ ଯେତେବେଳେ ସବୁ କାମ କରୁଛେ ସେତେବେଳେ ଆମେ ଦେଖୁଛୁ ଅନ୍ୟ ପାଖରେ କିଛି ଡେଫିସିଏନ୍ସି ଅଛି, କିଛି ପ୍ରୋବ୍ଲେମ ଅଛି, ତ ସେ ସବୁ ଜିନିଷକୁ ଆମେ ସମଦୃଷ୍ଟି ଭାବାପନ୍ନ କେମିତି ହେବା, ୟା ପରେ ସ୍ପେସିଫିକାଲି ଆମେ କେମିତି ଅନ୍ୟ କିଛି ଧ୍ୟାନ ନ ଦେଇକି ନିଜର ସାଧନ ଭଜନ ଉପରେ ଧ୍ୟାନ ଦବା। ତ ପ୍ରଭୁଜୀଙ୍କର ମତ ଥିଲା କି ଆମେ ସେଲଫଲେସଲି ଅନ୍ୟକୁ ସାହାଯ୍ୟ କରିବାର ଅଛି। ଆଉ କୃତଜ୍ଞତାର ମନୋଭାବ ରଖିକି ଆମକୁ ନିଜର ଭଜନ ସାଧନ ବି କରିବାର ଅଛି। ଯୋଉ ଜାଗାରେ ଆମେ ଅଛନ୍ତି, ଯୋଉ ସ୍ପିରିଚୁଆଲ ଅଥରିଟିଙ୍କ ପାଖରେ ଅଛନ୍ତି, ତାଙ୍କ ପାଖରେ କୃତଜ୍ଞତାର ମନୋଭାବ ରଖିକି ଆମକୁ କଣ କରିବାର ଅଛି, ସେବା କରିବାର ଅଛି, ସରେଣ୍ଡର ହବା ବହୁତ ଜରୁରୀ ଅଛି। କାହିଁକି ନା ଆମେ ଆଜି କୌଣସି ଅଥରିଟିକୁ ସରେଣ୍ଡର ହଉନେ ତ କାଲି ଆମକୁ ଆମ କଥା ବି କେହି ଶୁଣିବେନି। ତେଣୁ ନିଜର ସାଧନ ଭଜନ, ନିଜର ଶୁଦ୍ଧତା, ନିଜର ଶରଣାଗତି ଏସବୁ ଗୁଣ ଯଦି ଆମେ ନିଜ ଲାଇଫରେ ଇନକଲକେଟ କରିଥିବା ପ୍ରପରଲି, ତାହେଲେ ଆମେ ଅନ୍ୟର ମଙ୍ଗଳ କରିପାରିବା। ବାସ୍ତବରେ ସମାଜ ସେବାର ପ୍ରପାତ କହିଛନ୍ତି ସମାଜ ସେବା ଯଦି କିଏ କରିବା ପାଇଁ ଚାହୁଁଛନ୍ତି ତ ତାଙ୍କୁ କୃଷ୍ଣ ଭାବନା ମତ ହବା ବହୁତ ଜରୁରୀ। କାରଣ କୃଷ୍ଣ ଭାବନା ମତ ହେଇକି ଅନ୍ୟକୁ ସାହାଯ୍ୟ କରିବା ଦୁନିଆର ଯେତେ ପ୍ରକାର ସାମାଜିକ ସେବା ଅଛି ତାଠୁ ସବୁଠୁ ଉତ୍କୃଷ୍ଟ ଧରଣର। ୟା ପରେ ଆଉ କିଛି ନାହିଁ। ତେଣୁ ୟାର ଆଧାର ସ୍ତମ୍ଭରେ ଆମକୁ ବ୍ୟକ୍ତିଗତ ଭାବରେ ଭଲ ଭଜନ ସାଧନ ରହିବା ଦରକାର। ଭଲ ହରିନାମ ପ୍ରତି ରୁଚି ରହିବା ଦରକାର। ନିଜର ଶରଣାଗତି 100% ରହିବା ଦରକାର। ଆମେ ଚେଷ୍ଟା କରିବା ଦରକାର କି ନାଇଁ ମୁଁ ବି ଶରଣାଗତି ରେ ଆସିବି, ଶରଣାଗତ ଡିଭୋଟି ହେବି। ଆଉ ସାଧୁ ସଙ୍ଗ କରିବା ଦରକାର। ସେଥିପାଇଁ କହିଲି କି ଆମକୁ ସମୟ ଆଉ ନଷ୍ଟ କରିବାର ନାହିଁ। ପ୍ରଭୁ ସୁନ୍ଦର ଭାବରେ କହୁଥିଲେ, ମୁଁ ପଚାରିଲି ଯୋଉମାନେ ଯୋଉ ଡିଭୋଟି ମାନଙ୍କୁ ମୁଁ କିଛି ଗାଇଡ କରୁଛି ସେମାନେ ମତେ ଏତେ ଭଲ ରେସପଣ୍ଡ ଦଉନାହାନ୍ତି, ତ ତାଙ୍କ ବିଷୟରେ ମତେ କଣ କରିବା ଅଛି? ପ୍ରଭୁଜୀ କହିଲେ ବେଳେ ବେଳେ ଆମେ ସେତିକି ନିଷ୍ଠାପର ଭାବରେ ଅନ୍ୟର ସେଲଫଲେସଲି ସେବା କରିଥାନ୍ତି, କିନ୍ତୁ ବିଭିନ୍ନ କାରଣରୁ ଅନର୍ଥ କାରଣରୁ ସମସ୍ତେ ସେତିକି ରିସିପ୍ରୋକେଟ କରନ୍ତିନି। ତେଣୁ ସେ ଜାଗାରେ ବେଶୀ ଆଉ ହସ୍ତକ୍ଷେପ କରିବାର ନାହିଁ। ସେଇ ଜାଗାରେ ଲାଇଫରେ ଆମକୁ ଇନଭେଷ୍ଟ କରିବାର ଅଛି ଯୋଉ ଜାଗାରେ ଆମକୁ ହାଇ ରିଟର୍ଣ ମିଳିବ। ଆଉ ଏଠି ଲାଇଫ ଅନସର୍ଟନ କିଏ ଶୁଣିଥିବ ସେୟାର ମାର୍କେଟ, ସେୟାର ମାର୍କେଟରେ ଭ୍ୟାଲୁଜ ଗୁଡା ରିଟର୍ଣ ଗୁଡା ଅନସର୍ଟନ ଥାଏ। କିନ୍ତୁ ଏଠି ଆମର ହୋଲ ଲାଇଫ ଅନସର୍ଟନ ଅଛି।
ତେଣୁ ଆମେ ଇନଭେଷ୍ଟମେଣ୍ଟ ପ୍ରपर ଜାଗାରେ କରିବାର ଅଛି, ନିଜର ଲାଇଫ ରେ, ନିଜର କନସିୟସନେସ ରେ, ନିଜର ସ୍ପିରିଚୁଆଲ ପ୍ରାକ୍ଟିସ ରେ, ସାଧୁ ସଙ୍ଗରେ, ହରିନାମ ରେ, ଏସବୁ ଜିନିଷରେ ଆମକୁ ଇନଭେଷ୍ଟ କରିବାର ଅଛି, କାରଣ ଏସବୁ ଜିନିଷ ଇଟରନାଲ। ବହୁତ ବହୁତ ଭଲ ଲାଗିଲା, ବହୁତ ସ୍ପିରିଚୁଆଲି ଷ୍ଟ୍ରେଂଥ ଫିଲ୍ ହେଲା। ଆଉ ମତେ ଲାଗିଲା କି ମତେ ଆହୁରି ଭଲ ଭଜନ ସାଧନ କରିବାର ଅଛି, ଆହୁରି ନମ୍ର ହବାର ଅଛି, ଆହୁରି ଶରଣାଗତ ମୋ ଜୀବନରେ ଆଣିବାର ଅଛି। ତେଣୁ ମୁଁ ଚାହେଁ କି ଯୋଉମାନେ ବି ମୋ ସାଙ୍ଗରେ ଅଛନ୍ତି ସେମାନେ ନିଶ୍ଚୟ ଭାବରେ ଏ ସବୁ କିଛି ଗୁଣ ପ୍ରତି ସତର୍କ ହେବେ, କି ଆଣିବେ କି ନାହିଁ ମତେ ବି ଭଲ ଡିଭୋଟି ହବାର ଅଛି ବୋଲି। ନହେଲେ ଏମିତି ଗୋଟେ କୁହନ୍ତି ଆୟରାମ ଗୟାରାମ, ସେ ତାର ଆସିଲା ସେ ତାର ଗଲା, ତ ସେଇଥିରେ ଭକ୍ତି ଏତେ ଅଭିବୃଦ୍ଧି ହୁଏନି। ନିଜକୁ ନିଷ୍ଠାପର ଭାବରେ ସବୁ ଜିନିଷ କରିବାକୁ ପଡିବ, ଏହା ପାଇଁ ତପସ୍ୟା କରିବାକୁ ପଡିବ, ଏହା ପାଇଁ ସହିଷ୍ଣୁତା ଆଣିବାକୁ ପଡିବ, ନମ୍ରତା ହବାକୁ ପଡିବ, ସରଳ ହବାକୁ ପଡିବ, ଟ୍ରାନ୍ସପାରେଣ୍ଟ ହବାକୁ ପଡିବ, ଆଉ କୃତଜ୍ଞତାର ମନୋଭାବ, ଶରଣାଗତର ମନୋଭାବ ରଖିକି ଆମକୁ ଆସିବାକୁ ପଡିବ। ଏସବୁ ଜିନିଷ ଆମେ ଯେତେବେଳେ ପିଓର ହୋଲି ନେମ୍ ନବା, ତ ସେତେବେଳେ ଆମକୁ ଧୀରେ 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 ଅନୁଭବ ଆସିବ କି ନାଇଁ ଲାଇଫରେ ଏଇ କମି, ଏଇ ଡେଫିସିଏନ୍ସି ମୋ ଜୀବନରେ ଅଛି, ତେଣୁ ମତେ ଆହୁରି କ୍ଲିନ କରିବାର ଅଛି ହେଲା। ଦେଖିଥିବ ଘରେ, ଘର କେତେବେଳେ କିଏ ଯଦି ଝାଡୁ ମାରିଥିବ, ଦେଖିଥିବ ସବୁ ଝାଡୁ ମାରିଲା ପରେ ଯଦି ଘରେ କୋଉ ଜାଗାରେ ଟିକେ ମଇଳା ଅଛି, ତମେ ପୁଣି ରିଟର୍ନ ଆସିକି ତାକୁ ସଫା କରିବା ପାଇଁ ଇଚ୍ଛା ହବ। ତ ହରିନାମର ପ୍ରଭାବ ହେଲା ଏମିତି, ତ ହରିନାମ ହେଲେ ଆମ ହୃଦୟରେ କୌଣସି ପ୍ରକାର କଳମସ ରହିବନି। ଆଉ ସାଧୁସଙ୍ଗ ବହୁତ ଇମ୍ପୋର୍ଟାଣ୍ଟ, ସାଧୁସଙ୍ଗ ସାଧୁସଙ୍ଗ ସର୍ବଶାସ୍ତ୍ର କହେ, ଲବ ମାତ୍ର ସାଧୁସଙ୍ଗ ସର୍ବ ସିଦ୍ଧି ହଏ। ତ ସାଧୁସଙ୍ଗ କଲେ, ତ ବ୍ୟକ୍ତିଗତ ଭାବରେ ମୋର ଶିକ୍ଷା ଗୁରୁ, ମୋର କାଉନସିଲର ତ ମତେ ବହୁତ ବିଶେଷ କରି ଭଲ ପାଆନ୍ତି ଆଉ ସ୍ନେହ କରନ୍ତି, ସେତିକି ସ୍ପିରିଚୁଆଲି ମତେ ସେ ସାହାଯ୍ୟ କରନ୍ତି କି ମୋର ବି ଅପଲିଫ୍ଟମେଣ୍ଟ ହଉ ବୋଲି। ଜେନ୍ୟୁନଲି ମୁଁ କେବେ ଦେଖିନି ଅନ୍ୟ କାହା ମାନେ, ଅନ୍ୟ କାହା ମାନେ ମୁଁ ଅନ୍ୟ ସହିତ ଏତେ କନେକ୍ଟେଡ ନ ହେଇ ପାରିଲେ ମଧ୍ୟ ପ୍ରଭୁଜୀ ମାନଙ୍କ ସାଙ୍ଗରେ ବହୁତ ଭଲ କନେକ୍ଟେଡ ଥାଏ। ଆଉ କେତେବେଳେ ବି କିଛି ମନର ସମସ୍ୟା ଆସିଲେ, କିଛି ରିକନସିଲେସନ କରିବା ପାଇଁ ଚାହିଁଲେ ପ୍ରଭୁଜୀଙ୍କ ପାଖକୁ ହିଁ ଯାଏ। କୃପା କରିକି ସେମାନେ ମୋ ପାଖକୁ ଆସିଥିଲେ, ମୋ ପାଖକୁ ବୃନ୍ଦାବନ, ମାୟାପୁର ଆଉ ଜଗନ୍ନାଥ ପୁରୀର ପ୍ରସାଦ ବି ଆଣିକି ଆସିଥିଲେ। ତେଣୁ ବିଶେଷ କରିକି ସାଧୁ ସଙ୍ଗରେ ଏଇ ସବୁ ଜିନିଷ ମିଳେ, ତେଣୁ ଆଣକୁ ଲାଳାୟିତ ହବାର ଅଛି କି ସାଧୁସଙ୍ଗ କରିବା ପାଇଁ, ଆଉ ଯାହା ଦ୍ଵାରା ସେ ଆଧ୍ୟାତ୍ମିକ ଶକ୍ତି ଆଉ ଆଶ୍ରୟ ପ୍ରାପ୍ତ ହବ। ଠିକ ଅଛି, ତ ଏଇ ଆଧାରରେ ଆମେ ଭଗବାନଙ୍କର ନାମକୁ ନିଜକୁ ସମର୍ପିତ କରିବା, ତାକି ଆମେ ଭଗବାନଙ୍କର ନାମ ସହିତ ଭଗବତ ଧାମ ଯିବା ପାଇଁ ପୁନଃ ନିଜକୁ ପ୍ରସ୍ତୁତ କରିପାରିବା। ମତେ ତ କାଲି ଏମିତି ଲାଗିଲା କି ତ କାଲିଠୁ ହିଁ ମତେ ମୋର ଆଧ୍ୟାତ୍ମିକ ଜୀବନ ପୁଣି ଷ୍ଟାର୍ଟ କରିବାର ଅଛି, ତେଣୁ ଗୁଡାଏ ଡେଫିସିଏନ୍ସି, ଗୁଡାଏ ରିକନସିଲେସନ ପରେ ଏମିତି ଲାଗେ, ତେଣୁ ଆମକୁ ହୋଲ ଲାଇଫ ବଜାୟ ରଖିବାର ଅଛି, ନିଜର ସ୍ପିରିଚୁଆଲ ପ୍ରୋସେସ ଯାହାବି ଆମେ ସାଧନ ଭଜନ କରୁଛେ। ଠିକ ଅଛି, ଆମେ ବୈଷ୍ଣବ ମାନଙ୍କୁ ପ୍ରଣାମ କରିବା। ବୈଷ୍ଣବ ମାନେ ବାଞ୍ଛା କଳ୍ପତରୁ ସଦୃଶ, କ୍ଷମାଶୀଳ, ଦୟାର ସାଗର ଏବଂ ପତିତ ଜୀବଙ୍କର ଉଦ୍ଧାରକାରୀ। ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତ ସ୍ତରରେ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ, ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳରେ କ୍ଷମା ପ୍ରାର୍ଥନା ଉଚିତ। वंशाकल्पतरुर्वश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। नामाचार्य श्री हरिदास ठाकुर की जय। वैष्णव ठाकुर श्रील प्रभुपाद की जय। हरे कृष्ण। समस्ते भगवान सुंदर नाम जप करवा। हरे कृष्ण।